ମୁଁ ଆସିଥିଲି ଗୁଆ ଖୋଜିବା ପାଇଁ ଖୋଜିକି ପାଇଲି। ପୂर्ण ହବ ବୋଲି ବିଶ୍ୱାସ ରଖିଛନ୍ତି? ପୁରା ବିଶ୍ୱାସ, ବହୁତ ବିଶ୍ୱାସ ଅଛି। ଏଠି ଶ୍ରଦ୍ଧାଳୁଙ୍କର ଭିଡ଼ ମଧ୍ୟ ସମୟ କ୍ରମେ ବଢ଼ିବାରେ ଲାଗିଛି। ତେବେ ଯେମିତି ଆପଣ କହୁଥିଲେ ଏବଂ ଭକ୍ତମାନଙ୍କର କଥା ଯେମିତି ଆମେ ଶୁଣୁଥିଲେ, ତ ଏଠି ସମସ୍ତଙ୍କର ବିଶ୍ୱାସ ଓ ଭରସା ରହିଛି ଏ ପୀଠ ଉପରେ। ଆଉ ଜଣେ ଏଠି ଭକ୍ତ ଅଛନ୍ତି, ତାଙ୍କର ପ୍ରତିକ୍ରିୟା ଦେବା। ଆପଣ କ'ଣ ବିଶ୍ୱାସ ରଖିକି, କେଉଁ ଭରସା ରଖିକି ପ୍ରଭୁଙ୍କର ଏ ପୀଠକୁ ଆସିଛନ୍ତି? ଠାକୁରଙ୍କ ଉପରେ ବହୁତ ଭରସା ଅଛି। ମୁଁ ଆସିଥିଲି ଖେଲାରୁ, ଅନୁଭୂତି ବହୁତ। କେତେ ବିଶ୍ୱାସ ରଖିଛନ୍ତି? ବହୁତ ବହୁତ। କ'ଣ ଆଜି କଲେ ଆପଣଙ୍କର କ'ଣ? ମୁଁ ଆସିଥିଲି ଗୁଆ ଖୋଜିବା ପାଇଁ ଖୋଜିକି ପାଇଲି। ପୂର୍ଣ୍ଣ ହବ ବୋଲି ବିଶ୍ୱାସ ରଖିଛନ୍ତି? ପୁରା ବିଶ୍ୱାସ, ବହୁତ ବିଶ୍ୱାସ ଅଛି। ତ ଏ ପୀଠରେ ମଧ୍ୟ ଜଣେ ପୂଜକ ଅଛନ୍ତି। ଏଠି କେତେ ବିଭିନ୍ନ ରାଜ୍ୟର ବିଭିନ୍ନ ଜାଗାରୁ ଭକ୍ତମାନେ ଆସୁଛନ୍ତି, ବିଶ୍ୱାସର ପୀଠ ବୋଲି କୁହାଯାଉଛି। କ'ଣ କହିବେ ତାକୁ? ଆଜ୍ଞା, ଏ ଦେବଦେବ ମହାଦେବଙ୍କର ପୀଠ। ଅକର୍ମ କର୍ମଦାୟକ ନିଃସନ୍ତାନ ଦମ୍ପତି ମାନେ ବର୍ଷ ସାରା ଅନେଇଥାନ୍ତି ପ୍ରଭୁ ହାଟକେଶ୍ୱରଙ୍କର ଯେଉଁ ମକର ଯାତ୍ରା ହେବ ଏବଂ ଏହି ଦିନ ଆମେ ଗୁଆ ଖୋଜିବୁ। ଗୁଆ ଖୋଜିବାର ବିଶେଷ ମହାତ୍ମା ରହିଛି ଏବଂ ଅଟ୍ରି ହାଟକେଶ୍ୱରଙ୍କ କ୍ଷେତ୍ର ଇଏ ହେଲା ଅଟ୍ରି ମାନେ ଅତ୍ରି ମୁନିଙ୍କର ଆଶ୍ରମ ନାମ ଅନୁସାରେ ଏଇ ଅଟ୍ରି, ଏଠାରେ ଅତ୍ରି ମୁନି ତପସ୍ୟା କରୁଥିଲେ। ଏବଂ ଅନ୍ୟ କଥା ହେଲା ଏ ଏକାଦଶ କ୍ଷେତ୍ର ଗୋଟିଏ ଜାଗାରେ 11 ଶିବଲିଙ୍ଗ ପୂଜା ପାଇବା ସାରା ବିଶ୍ୱରେ ମଧ୍ୟ ବିରଳ। ଗୋଟିଏ ଶକ୍ତି ଭିତରେ 11 ଶିବଲିଙ୍ଗ ପୂଜା ପାଆନ୍ତି। ଏବଂ ଅନ୍ୟଟି ହେଲା ଇ ଆରୋଗ୍ୟ କ୍ଷେତ୍ର। ଯେତେବେଳେ ବିଜ୍ଞାନ ସବୁବେଳେ ମନୁଷ୍ୟ ପଚାରେ ଯେ କୋଉଠି ଦେବତା ଅଛନ୍ତି, ଆପଣ ଏଠିକି ଆସନ୍ତୁ, ସ୍ନାନ କଲେ ଆପଣଙ୍କର ସ୍ନାନରେ ଆପଣଙ୍କର ଚର୍ମ ରୋଗ ଭଲ ହେବ, এই ପାଣି ପିଇଲେ ଆପଣଙ୍କର ପେଟ ରୋଗ ଭଲ ହେବ ଏବଂ ଆଣ୍ଠୁଗଣ୍ଠି ବ୍ୟଥା ମଧ୍ୟ ଭଲ ହେବ, ଯୋଉଟାକି ବିଜ୍ଞାନ ମଧ୍ୟ ପ୍ରମାଣିତ କରୁଛି। ଅନ୍ୟଟି କଥା ହେଲା ଆଜି ହେଲା ମକର ସଂକ୍ରାନ୍ତିରେ ସୂର୍ଯ୍ୟନାରାୟଣଙ୍କର ଉତ୍ତର ଦିଗ ଉତ୍ତରାୟଣ ହୁଅନ୍ତି ଏବଂ ଆଜି ଦେବତାମାନଙ୍କର ଦିନ ପ୍ରାରମ୍ଭ ବୋଲି ଆମର ସନାତନ ମାନେ ବିଶ୍ୱାସ କରନ୍ତି। ତେଣୁ ଆଜିଠାରୁ ବିବାହ ବ୍ରତ ମାଙ୍ଗଳିକ କାର୍ଯ୍ୟ ମଧ୍ୟ ଶୁଭାରମ୍ଭ ଆଜିଠାରୁ ହୁଏ ଏବଂ ଏହି ଦିନକୁ ଆମର ଇଏ ଲୋକାଲ ଯେଉଁ ମକର ଯାତ୍ରାରେ ବିବାହ ବ୍ରତ ପାଇଁ ସମସ୍ତେ ପୂଜାପାଠ ଅର୍ପଣ କରନ୍ତି।